ବହି ହେଉଛି ଗୋଟେ ସେତୁ ଯାହା ଜରିଆରେ କି ଆମେ ପାଠକମାନଙ୍କ ପାଖରେ ଆମେ ପହଞ୍ଚୁ। ଇଏ ହେଉଛି ଗୋଟେ ଯଜ୍ଞ, ଇଏ ଗୋଟେ ସାରସ୍ୱତ ଯଜ୍ଞ। ଏବଂ ଆରେ ବହି ଯଦି ନାହିଁ ତାହେଲେ ଲେଖକ ଆଉ ପାଠକ ଭିତରେ ସମ୍ପର୍କଟା ଆସିବ କେଉଁଠି? नमस्कार। आज पुस्तक मेलार आम सहित अच्छा वरिष्ठ औपन्यासिक लेखक डॉक्टर रामचंद्र बेहेरा सर। आसतु सार सहित दीपद कथा हम। सर, पुस्तक मेलार आपण को आज पाई आम गौरवान्वित और धन्य। दयाकोरी पुस्तक मेला विषय किसी जनइबे। ମୁଁ ଆଦୌ ଜାଣିପାରୁନି ଯେ ମୋତେ ପାଇକରି ଅନ୍ୟମାନେ କାହିଁକି ଧନ୍ୟ ହେବେ। ତାଙ୍କର କ'ଣ ଅନ୍ୟ କିଛି କାମ ନାହିଁ ନା କ'ଣ? ସେମାନେ ଧନ୍ୟ କାହିଁକି ହେବେ? ପୁସ୍ତକ ମେଳା ହେଉଛି ମାନେ ମୋର ତ ଆସିବାର କଥା। ମୁଁ ପ୍ରତ୍ୟେକ ବର୍ଷ ଆସେ, ପ୍ରତ୍ୟେକ ବର୍ଷ ବୁଲେ ଏବଂ ପ୍ରତ୍ୟେକ ବର୍ଷ ମୁଁ ମୋର ଲେଖକମାନଙ୍କ ସହିତ ଅନ୍ତରଙ୍ଗ ହୁଏ, ସେମାନଙ୍କୁ କୋଳେଇ ନିଏ, ସେମାନଙ୍କୁ ଆଲିଙ୍ଗନ କରେ। ଇଏ ହେଉଛି ଗୋଟେ ଯଜ୍ଞ, ଇଏ ଗୋଟେ ସାରସ୍ୱତ ଯଜ୍ଞ। ଏବଂ ଆରେ ବହି ଯଦି ନାହିଁ ତାହେଲେ ଲେଖକ ଆଉ ପାଠକ ଭିତରେ ସମ୍ପର୍କଟା ଆସିବ କେଉଁଠି? କେମିତି କ'ଣ ଆସିବ? ଏବଂ ବହି ହେଉଛି ଗୋଟେ ସେତୁ ଯାହା ଜରିଆରେ କି ଆମେ ପାଠକମାନଙ୍କ ପାଖରେ ଆମେ ପହଞ୍ଚୁ। କାହିଁକି ନା ବହି ଲେଖିବା ପାଇଁ ଆମର ବ୍ୟାକୁଳତା ଅଛି। ମୁଁ ସେ କଥା କହୁନି। କୌଣସି ଗୋଟେ ପ୍ରସଙ୍ଗ ଆମକୁ ଆନ୍ଦୋଳିତ କଲା, ଆମେ ତାକୁ ନ ଲେଖିକି ରହିପାରିବୁ ନା। ଆମେ ତାକୁ ଲେଖିବୁ। ବହି ହେଲା ଏବଂ ବହି ଏମାନେ ସବୁ ପ୍ରକାଶକ ସବୁ ଅଛନ୍ତି, ଏମାନେ ବହି ଛାପିଲେ ଏବଂ ପାଠକମାନେ ମୁଁ ଆଦୌ ଜାଣିନି ମୋ ବହି କେହି ଲୋକମାନେ ପଢ଼ନ୍ତି କି ନାହିଁ ମୁଁ ଜାଣିନି। କିନ୍ତୁ ମୁଁ ଲେଖେ। କାହିଁକି ନା ନ ଲେଖିଲେ ମୁଁ ରହିପାରିବିନି। ସେ ଲେଖାଲେଖି କରିବାର ଯେଉଁ ସ୍ପନ୍ଦନଟା ମୁଁ ଅନୁଭବ କରେ, ଅନ୍ୟ ଲେଖକମାନେ ମଧ୍ୟ ସେଇ ପ୍ରକାରର ସ୍ପନ୍ଦନ ଅନୁଭବ କରୁଥିବେ। ନ ଲେଖିଲେ ସେମାନେ ବସିପାରିବେନି, ଉଠିପାରିବେନି, ଶୋଇପାରିବେନି, ଲେଖିବେ ସେମାନେ। ଆଉ ଏମାନେ ପ୍ରକାଶକମାନେ ଅତି ଆଦରର ସହିତ ସେ ପାଣ୍ଡୁଲିପିକୁ ସେମାନେ କୋଳେଇ ନେବେ, ସେମାନେ ତାକୁ ପ୍ରତିପୋଷଣ କରିବେ ଏବଂ ସୁନ୍ଦର ଭାବରେ ବହିଟି ଛାଡ଼ିଦେବେ ପାଠକ ହାତରେ। এই ହେଉଛି ଘଟଣା। ମୁଁ ସେଇଥିପାଇଁ ପୁସ୍ତକ ମେଳା କହୁଛି। ଏ ପୁସ୍ତକ ମେଳାର ଗୋଟେ ସ୍ୱତନ୍ତ୍ର ମହକ ଗୋଟେ ଅଛି, ବାସ୍ନା ଗୋଟେ ଅଛି। ଯେଉଁ ବାସ୍ନା ସହିତ ଲେଖକମାନଙ୍କର ଝାଳର ଗନ୍ଧ, ବହି ପୃଷ୍ଠାର ଗନ୍ଧ ଏବଂ ସେମାନଙ୍କର ଷ୍ଟଲ୍ର ଗନ୍ଧ ମିଶାମିଶି ରହିଥାଏ। ମହାଯଜ୍ଞ। ଏବଂ ଏଇ ବାସ୍ନାକୁ ମୁଁ ମୋର ଅନ୍ତର ଭିତରେ ସାଇତି ରଖିକିରି ମୁଁ ଯିବି। धन्यवाद सर। आपण कहला भली जो महायज्ञ ये पुस्तक मेलार होची, आपण आशीर्वचन मल्ली फूलर बास्ना भली आम चैनल द्वारा समस्त पाखे पहुँचू। यह मोर जगन्नाथ पाखे कामना।